कृपया ध्यान दीजिए, गाड़ी संख्या 1 भदंडा को जाने वाली कुछ ही समय में प्लेटफॉर्म क्रमांक 9 पर आ रही है। गंजम एक्सप्रेस ट्रेन भंजनगर स्टेशन रे पहुंचबाकू किछि समय बाकी थिला। ओ ट्रेन रे बहुत लोक कथाबार्ता ओ कोलाहल करुथिले। किंतु रवि और मिनती ट्रेन रे सुनसान बसी थांती। आउ सेते बेले स्टेशन आसी जाए आउ से माने ट्रेन रु ओल्हेई पड़ंती। आउ सेठू सीधा स्टेशन बाहरे थिबा बस स्टैंड को जानती। आउ सेठी किछि समय रहिबा परे सेठाकू बस आसे ओ से माने निज गां कंधमाल जिबाकू लागंती। आउ किछि समय परे से माने बसरू ओल्हेई पड़ंती ओ सुंदरपुर जिबा पाई बस को अपेक्षा करंती। पुओ आजी बस आउ आसीबो नाही, बस को अपेक्षा कले किछि लाभ नाही। शुणुछ रवि, ए बुढ़ा लोकटी कहिले आजी आउ एही रास्ता दे बस आसीबो नाही, आउ आमे घर को केमिति जिबा। हाँ हाँ मिनती, तुमे चिंता करो नाही, आउ किछि समय बस को अपेक्षा करिबा, नचेत हमको 12 किलोमीटर चली जिबाकू पड़िबो। आउ से माने सेठी ठिया हेबा समय एक ट्रक गाड़ी सेही रास्ता दे आसे आउ से माने सेही ट्रक को सहाय्य मागंती ओ सेही ट्रक रे बसी सुंदरपुर जानती। आउ किछि समय मध्य रे रवि और मिनती सुंदरपुर रे पहुंची गले। ड्राइवर भाई आपन को बहुत बहुत धन्यवाद। जहाउ आमे गारे पहुंची गले, चलो आमे घर को जिबा। से माने ड्राइवर को धन्यवाद दे घर को जिबाकू लागिले। रवि और मिनती सहररु आसी बहुत थकी जाइथिले ओ बुकिला मध्य थिले। मिनती थकी जाई खटियारे बसी जाए। कौन मिनती एठी बसी गल? मोते बहुत भोक लागिलानी, जाओ रोसई कर। हाँ जे, हेले घरे किछि परिबा नथिबो, जाओ घर उपरु लाउजनी तोड़ी आनिबो। हाँ हो ठीक अछि मिनती, ताहले मु घर बाहरु लाउजनी तोड़ी आनुछि, तुमे रोसई पाई प्रस्तुत हुआ। रवि मिनती को एमिति कही घर बाहरु लाउजनी तोड़ीबाकू जाए। आउ से बाहर को आसी घर ऊपर को जिबा पाए निशुणी खोजे ओ सेपट को जाई निशुणी आने। आउ घर ऊपर को जाई लाउजनी तोले। आउ सेपटे मिनती रोसई साले बसी थाए। अरे कुआरे जे गले से मु संतुला बसैली, से लाउजनी नै कि आसिले मु संतुल रे लाउजनी पकेबी। से एमिति निज सह कथा हेबा समय रे सेठाकू रवि आसे। तुमे आसी गला, मु एबे ही तुम कथा भाबुथिली। हाँ हो मिनती, तुमे जल्दी खाइबा बना, मु जाई गाधोई के आसुची। हाँ हो, तुमे जाई गाधोई के आस, मु लाउजन ने संतुला बनौची। रवि एमिति कही गाधोइबाकू चली जाए। आउ एमती किछि समय बीती गला। रवि पोखरी रु घर को आसे।
ଓହ, ମତେ ତ ବହୁତ ଜୋରରେ ଭୋକ ଲାଗିଲାନି। ମୁଁ ଆଉ ଭୋକ ସମ୍ଭାଳି ପାରିବି ନାହିଁ। ଶୁଣୁଛ ମିନତି, ରୋଷେଇ ହେଲା କି ନାହିଁ? ମତେ ବହୁତ ଭୋକ ଲାଗୁଛି। ହଁ ହଁ, ରୋଷେଇ ସରି ଆସିଲାଣି। ତୁମେ ହାତ ଧୋଇ ବସିଯାଅ, ମୁଁ ତୁମ ପାଇଁ ଖାଇବା ନେଇ ଆସୁଛି। ରବିକୁ ଏତେ ଭୋକ ହଉଥିଲା ଯେ ସେ ଖାଇବା ପାଇଁ ତଳେ ବସିଯାଏ ଓ ମିନତି ରବି ପାଇଁ ଖାଇବା ନେଇ ଆସେ। ଖାଇବା ଦେଖି ରବି ଆଉ ଭୋକ ସମ୍ଭାଳି ପାରେ ନାହିଁ, ଆଉ ରବି ଖାଇବାକୁ ଲାଗେ। ଆଉ ଏମିତି କିଛି ସମୟ ବିତିଗଲା, ଆଉ ସେଦିନ ରାତିରେ ସମସ୍ତେ ଶୋଇଥାନ୍ତି। ଆଉ ସେତେବେଳେ ଦୁଇଟି ଭୋକିଲା ଅତୃପ୍ତ ଆତ୍ମା ଘୁରି ବୁଲନ୍ତି। ଆଉ ସେତେବେଳେ ରବି ଓ ମିନତି ଘରେ ଶୋଇଥାନ୍ତି, ଆଉ ଦୁଇ ଆତ୍ମା ଝରକା ଫାଙ୍କରେ ସେମାନଙ୍କୁ ଦେଖିବାକୁ ଲାଗନ୍ତି। ସେମାନେ ତ ଶୋଇଛନ୍ତି, ଚାଲ ଆମେ ସେପଟେ ଯାଇ ଦେଖିବା। ଯାହା ଥିବ ସବୁ। ଆରେ ଏଠି ତ ବହୁତ ସାରା ଖାଇବା ଅଛି, ଚାଲ ଏସବୁକୁ ଆମେ ଖାଇଯିବା। ନା ନା, ସେପଟେ ସମସ୍ତେ ଭୋକିଲା ଅଛନ୍ତି। ଆମେ ସବୁ ଖାଇବା ନାହିଁ। ଚାଲ ଏସବୁ ହାତରେ ନେଇ ଚାଲିଯିବା। ଦୁଇ ପିଶାଚ ଏମିତି କଥାବାର୍ତ୍ତା ହୋଇ ସବୁ ଖାଇବା ନେଇ ସେଠାରୁ ଚାଲିଗଲେ। କାରଣ ଯଦି ସେମାନେ କଙ୍କାଲ ମହାରାଜଙ୍କ ପାଇଁ ଖାଇବା ନେଇକି ନ ଯିବେ ତାହେଲେ ଭୂତମାନଙ୍କ ରାଜା କଙ୍କାଲ ମହାରାଜ ବହୁତ ରାଗିଯିବେ। ସେହି ଭୟରେ ସେମାନେ ସେଠି ଖାଇବା ନ ଖାଇ ଜଙ୍ଗଲକୁ ନେଇ ଯାଉଥିଲେ। ସେମାନେ ଖାଇବା ନେଇ ଆସିବାର ଦେଖି ସମସ୍ତ ଭୂତ, ପିଶାଚ ଓ କଙ୍କାଳ ମହାରାଜ ସେଠାକୁ ଆସନ୍ତି। ଆରେ ସମସ୍ତେ ଆସିଗଲ, ତାହେଲେ ଚାଲ ସମସ୍ତେ ମିଶି ଖାଇବା। ନା କଙ୍କାଲ ମହାରାଜ, ଆପଣ ଖାଇ ନିଅନ୍ତୁ, ଆମେ ପରେ ଭୋଜନ କରିବୁ। ନାହିଁ ନାହିଁ, ଆସ ଆମେ ସମସ୍ତେ ମିଶିକି ଖାଇବା। ସମସ୍ତ ଭୂତ, ପ୍ରେତ କଙ୍କାର ମହାରାଜଙ୍କ କଥାରେ ରାଜି ହୋଇ ସମସ୍ତେ ମିଶି ଖାଇବାକୁ ଲାଗିଲେ। ସେମାନେ ସମସ୍ତେ ଚୋରେଇ ଆଣିଥିବା ଖାଦ୍ୟକୁ ଖାଇବାକୁ ଲାଗନ୍ତି। ଆଉ କିଛି ସମୟ ପରେ ସକାଳ ହୁଏ। ସକାଳ ହେବା ପରେ ମିନତି ରୋଷେଇ ଘରକୁ ରୋଷେଇ କରିବାକୁ ଯାଏ। କିନ୍ତୁ ସେଠି ସେ ଦେଖେ ରୋଷେଇ କରିବା ପାତ୍ର ସେଠି ନଥାଏ। ତାହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଏ ଆଉ କହେ, ଆରେ ଏକ ରୋଷେଇ କରିବା ମାଟି ପାତ୍ର ଓ କଡ଼େଇ କୁଆଡ଼େ ଗଲା? କାଲି ରାତ୍ରିରେ ତ ଏଠାରେ ହିଁ ଥିଲା, ସେ ସବୁ କୁଆଡ଼େ ଗଲା? ସେ ଏମିତି କହି ରବି ପାଖକୁ ଯାଏ। ଓ ରବିକୁ ହାଣ୍ଡି ମାଠିଆ ଘରେ ନଥିବାର ସବୁ କଥା କହିଲା। ଆରେ ତାହା କିପରି ସମ୍ଭବ? ଯଦି ଏମିତି କଥା, ତାହେଲେ ମୋତେ ଲାଗୁଛି ଏସବୁ ପଛରେ କିଛି ରହସ୍ୟ ଅଛି। ଚାଲ ବଜାରକୁ ଯାଇ ପୁଣି ଥରେ ସବୁ ମାଟି ହାଣ୍ଡି ଓ କଡ଼େଇ କିଣି ଆଣିବା। ସେମାନେ ଏମିତି କହି ବଜାର ଯିବା ପାଇଁ ବାହାରକୁ ଯାଆନ୍ତି। ଆଉ ବାହାରେ ଦେଖନ୍ତି ବିଭିନ୍ନ ପ୍ରକାରର ରୋଷେଇ ସାମଗ୍ରୀ ଓ ମାଟି ହାଣ୍ଡି ଓ କଡ଼େଇ ସେଠି ଥିଲା। ତା ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। ଆଉ ରବି କହେ, ଶୁଣୁଛ ମିନତି, ଏତେ ସବୁ ଜିନିଷ କିଏ ଏଠି ରଖିଯାଇଛି? କିଏ କାହିଁ ରଖିବ? ଏସବୁ ଆମ ପାଇଁ ଭଗବାନ ଏଠି ଛାଡ଼ି ଯାଇଛନ୍ତି। ନା ନା ମିନତି, ମୋତେ ତ ଏହା ପଛରେ କିଛି ରହସ୍ୟ ଥିବାର ଜଣାପଡ଼ୁଛି। ହେଲେ ଆମେ ଏବେ କଣ କରିବା?
ଆମକୁ ନ ଶୋଇ ରାତ୍ରିରେ ଜଗି ରହିଲେ ଏହା ପଛରେ ଥିବା ରହସ୍ୟ ଜଣାପଡ଼ିବ। ହଉ ଏବେ ଚାଲ ଏ ସବୁ ସାମାନକୁ ଆମେ ଏଠୁ ଘରକୁ ନେଇଯିବା। ସେମାନେ ଏମିତି କଥାବାର୍ତ୍ତା ହୋଇ ସବୁ ସାମାନକୁ ଘରକୁ ନେଇଗଲେ। ଆଉ ରବି ଗାଧୋଇବାକୁ ଚାଲିଯାଏ। ଆଉ ମିନତି ରୋଷେଇ କରିବାକୁ ଲାଗେ। ଆଉ ଏମିତି କିଛି ସମୟ ବିତିଗଲା। ଆଉ ସେହି ଦିନ ରାତ୍ରିରେ ମିନତି ଓ ରବି ବସି କଥା ହଉଥିଲେ। ଶୁଣୁଛ ମିନତି, ଏବେ ତ ରାତ୍ରି ହୋଇଗଲାନି। ଚାଲ ଆମେ ଏବେ ଶୋଇଗଲା ପରେ ନାଟକ କରିବା। ତାପରେ ଆମେ ଦେଖିବା କଣ ହଉଛି। ହଁ ହଉ ଚାଲ, ତୁମେ କହିଲା ପରେ ହିଁ କରିବା। ସେମାନେ ଏମିତି କହି ଶୋଇଗଲେ। ଆଉ କିଛି ସମୟ ପରେ ସେହି ଦୁଇ ଭୂତ ଉଡ଼ି ଆସନ୍ତି। ସେମାନେ ତ ଶୋଇଛନ୍ତି, ଚାଲ ଆମେ ସେପଟେ ଯାଇ ଦେଖିବା। ଯାହା ଥିବ ସବୁ ଖାଇଯିବା। ସେମାନେ ଏମିତି କହି ରୋଷେଇ ଘରକୁ ଚାଲିଗଲେ। ଆଉ ସେତେବେଳେ ରବି ଓ ମିନତି କଥା ହୁଅନ୍ତି। ଶୁଣୁଛ ରବି, ଏମାନେ ତ ଭୂତ ପରି ଲାଗୁଛନ୍ତି। ଆମେ କଣ କରିବା? ତୁମେ କିଛି ଚିନ୍ତା କର ନାହିଁ ମିନତି। ସେମାନେ ଏଠୁ ଯାଇସାରନ୍ତୁ, ତାପରେ ଆମେ ଦେଖିବା ଏମାନେ କୁଆଡ଼େ ଯାଉଛନ୍ତି। ତୁମେ ଏବେ ଚୁପଚାପ ରୁହ। ସେମାନେ ଏହିପରି ଭାବେ କଥାବାର୍ତ୍ତା ହୋଇ ଶୋଇଲା ପରି ଅଭିନୟ କରନ୍ତି। ଆଉ ସେତେବେଳେ ଦୁଇ ଭୂତ ଖାଇବା ହାଣ୍ଡି ଧରି ସେଠାରୁ ଯିବାକୁ ଲାଗନ୍ତି। ଆଉ ସେତେବେଳେ ସେମାନେ ଦୁହେଁ ଶୋଇଲା ପରି ଅଭିନୟ କରି ନିଦରୁ ଉଠି ଦୁଇ ଭୂତକୁ ଝରକା ଫାଙ୍କରେ ଦେଖନ୍ତି। ଆଉ ସେମାନଙ୍କ ପଛରେ ଯିବାକୁ ଲାଗନ୍ତି। ଦୁଇ ଭୂତ ଖାଇବା ହାଣ୍ଡି ଧରି ଉପରେ ଉଡ଼ି ଯାଉଥାନ୍ତି। ଆଉ ତଳେ ମିନତି ଓ ରବି ଦୌଡ଼ି ଦୌଡ଼ି ସେମାନଙ୍କ ପିଛା କରୁଥିଲେ। ଆଉ କିଛି ଦୂର ଆସିବା ପରେ ଦୁଇ ଭୂତ ସେମାନଙ୍କ ସ୍ଥାନକୁ ଆସିଗଲେ। ଆଉ ଖାଇବା ବାସ୍ନା ଶୁଙ୍ଘି ସମସ୍ତ ଭୂତମାନେ ସେଠାକୁ ଆସନ୍ତି। ଆଉ ସେତେବେଳେ ରବି ଓ ମିନତି ମନରେ ଭୟ ରଖି ସେଠାକୁ ଆସନ୍ତି। ଆଉ ସମସ୍ତ ଭୂତ ରବି ଓ ମିନତି ଦେଖିବାକୁ ଲାଗନ୍ତି। କିଏ ତୁମେ ଦୁହେଁ ଆଉ ଏଠାକୁ କାହିଁକି ଆସିଛ? ଅଙ୍କାଲ ମହାରାଜଙ୍କ ପାଟିରୁ ତାହା ଶୁଣି ରବି ଖାଦ୍ୟ ଚୋରି ହେବାର ସବୁ କଥା କହେ। ଆଉ ସେ ସେଥିପାଇଁ ଏଠାକୁ ଆସିଛି ବୋଲି କହେ। ଓ ତାହେଲେ ଏମିତି କଥା। ତୁମେ ଯଦି ପଚାରୁଛ ତାହେଲେ ମୁଁ କହୁଛି ଶୁଣ। ଆମେମାନେ ତୁମେ ରହୁଥିବା ଗ୍ରାମରେ ଚାଷ କରି ବହୁତ ଖୁସିରେ ରହୁଥିଲୁ। ହେଲେ କିଛି ବର୍ଷ ତଳେ ମରୁଡ଼ି ଯୋଗୁଁ ଆମ ଫସଲ ହେଲା ନାହିଁ ଓ ଆମେ ସବୁ ଖାଇବା ନ ପାଇ ମୃତ୍ୟୁବରଣ କଲୁ। ଆଉ ସେବେଠାରୁ ଆମେ ସମସ୍ତେ ଅତୃପ୍ତ ଆତ୍ମା ହୋଇ ଭୋକରେ ଘୁରିରି ବୁଲୁଛୁ। ଆଉ ଅଭାବରେ ଥିବା ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ସାହାଯ୍ୟ କରୁଛୁ। ଆଉ ବଳି ଯାଇଥିବା ଖାଦ୍ୟକୁ ଆଣି ଆମେ ସମସ୍ତେ ଖାଇ ଆମ ଭୋକ ମେଣ୍ଟାଇଥାଉ। ଓହୋ, ତାହେଲେ ଏମିତି କଥା। ସେଥିପାଇଁ ଆଜି ସକାଳ ସମୟରେ ଆମ ଘର ବାହାରେ ଏତେ ସବୁ ସାମାନ ଥିଲା। ହେଲେ ଆପଣମାନେ କିଛି ଭୟ କର ନାହିଁ। ମୁଁ ଗାଁରେ ଯାଇ ସମସ୍ତ ଲୋକଙ୍କୁ ଏହି ବିଷୟରେ କହିବି ଓ ସେମାନେ ଆପଣମାନଙ୍କୁ ବଢ଼ି ଯାଇଥିବା ଖାଦ୍ୟକୁ ଦେବେ। ଆଉ ଆପଣମାନଙ୍କୁ ଖାଦ୍ୟ ଚୋରେଇବାକୁ ପଡ଼ିବ ନାହିଁ। ସେମାନେ ସମସ୍ତ ଅତୃପ୍ତ ଆତ୍ମା ମିନତି କଥା ଶୁଣି ସହମତ ହେଲେ ଆଉ ଖୁସି ହୋଇ ସେଠାରୁ ଚାଲିଗଲେ। ସମସ୍ତ ଆତ୍ମା ଯିବା ପରେ ସେମାନେ ଦୁହେଁ ଭୟରେ ସେଠାରୁ ଘରକୁ ଚାଲିଗଲେ। ଆଉ ତା ପରଦିନ ସକାଳୁ ରବି ଓ ମିନତି ସମସ୍ତ ଲୋକଙ୍କୁ ଅତୃପ୍ତ ଆତ୍ମା ବିଷୟରେ ଜଣାଇଥିଲେ ଓ ସମସ୍ତେ ରାତ୍ରିରେ ବଳି ଯାଇଥିବା ଖାଦ୍ୟକୁ ବାହାରେ ରଖିଦିଅନ୍ତି ଓ ଭୂତମାନେ ସେ ଖାଦ୍ୟକୁ ସେଠୁ ନେଇଯାନ୍ତି। ଆଉ ଏହିପରି ଭାବେ କିଛି ଦିନ ଗଲା ପରେ ଭୂତମାନଙ୍କ ଆତ୍ମାକୁ ଭଲସେ ଖାଇବାକୁ ମିଳୁଥିଲା। ଆଉ ତାପରେ ସେମାନଙ୍କ ଆତ୍ମାକୁ ମୁକ୍ତି ମିଳିଲା ଆଉ ସେମାନେ ସେଠାରୁ ଚାଲିଗଲେ। ଆଉ ତା ପରଠାରୁ ଲୋକମାନେ ଭୂତମାନଙ୍କୁ ଦଉଥିବା ବଳକା ଖାଦ୍ୟ ନ ଫୋପାଡ଼ି ପଶୁପକ୍ଷୀଙ୍କୁ ଖାଇବାକୁ ଦେଲେ ଓ ସମସ୍ତଙ୍କ ଅଭାବ ଅସୁବିଧା ଦୂର ହେଇଗଲା ଓ ସମସ୍ତେ ଖୁସିରେ ରହିବାକୁ ଲାଗିଲେ।
ଦିନେ ଗାୟତ୍ରୀ ମନ ଦୁଃଖରେ ଗାଁ ପୋଖରୀ ହିଡ଼ରେ ବସି କାନ୍ଦୁଥାଏ। कौन हेला गायत्री आज यही पोखरी रे एका बसी कौन पई कांदुछ? छुआ पाटिरु ताहा शुणी गायत्री निज आखिरु लुह पोछि दिए आउ कहे, काई नहीं तो मु कौन पई कांदेबी, मु पोखरी को गाधेबा को आसीथिली। मते टिके विरक्त लागिला तो सेथि पई एठी टिके बसी गली। किंतु मते लागिला आज भी तुम साबत माँ तुमको गाई कले बोधे सेथि पई तुमे एठी बसी कांदुछ। हाँ हो छारो से कथा, चलो आमे मिसिकी गाधोइबा। गायत्री निजर दुख सुआकू कहे नहीं आउ दुहे गाधेइबाकू लागंती। गोटे कथा तुमे जानिछ सुआ, मु जेते दुखरे थिले मध्य तुम सह टिके कथा हेले मु बहुत बहुत खुशी हे जाए। आउ ए जन्म रे मो सह मो माँ नथिले कौन हेला, मु मो माँ परि स्नेह देउथिबा तुम परि जने सुआ को पाइची। कौन सतरे की मते एते भलो पाउछ? सेमिति रे दिन थिला मते तुमो माँ मते पोसिथिए ओ तुमो घरे रखिथिले। आउ तुमो माँ को देहांत परे तुमो सबत माँ मते घर बाहर करी देले। आउ एबे मते ए गछरु से दारा को हेबा को पड़ुछि। हाँ ताहले एमिति कथा। मु बेले बेले भाबे पिला दिने मु खेरुथिबा सुआटी कुआडे गला, ताहले तुमे ही से सुआ जहाको मु एते दिन हेला खोजुथिली। हाँ मु सेही सुआ जे कि तुमे छोटो थिबा समय रे तुमो सह खेउथला, मु ही सेही सुआ। सेमाने एही परी भाबे कथाबार्ता होई पोखरी बाहर को चली गले आउ घर को जीवाकू लगिले। हो गायत्री मु ताहले एबे जंगल को चली जाउछी, तुमे घर को चली जाओ। नाही सुआ तुमे जंगल को जा नाही, सेमिति रे घरे समस्ते थाई मध्य मु घरे एका हे जाउची। सेथि पई तुमे मो सह आम घर को चलो, मु तुम पई एक घर बनै देबी। जदि तुमो साबत माँ मते देखिए ताहेले मुरो कौन हबो? तुमो साबत माँ को मु बहुत भय करे। तुमे भय कर नाही, मु सबु संभाली नेबी। चलो एबे आम घर को जीवा। हाँ हो ठीक अछि गायत्री, ताहले चलो तुमो घर को जीवा। सेमाने दुहे गायत्री रो साबत माँ को भय करी घर को जीवाकू लागंती। आउ सेतबेले गायत्री रो साबत माँ ओ ता झियो मेनका बारंडारे बसी कथा हेउथिले। माँ गायत्री कुआरे गला, काहे मु ताकू देखु नाही तो? मु भी बहुत समय हेलानी गायत्री को खोजुची, कुआडे जे गला से झियो आज आसु मु ताकू पाने चखाउची। आज तारो दिने को मोरो दिने। सेमाने दुहे एमिति कथा होउथिबा समय रे सुआ ओ गायत्री सेठाको आसंती। आलो आलोक्षणी तू कोठी थिलो? तते बुली बुली मु आ केते खोजिबी। घर रो बासन माजिबाकू बाकी अछि, आउ तो बोपार पोशाक जामा सफा करिबार अछि, किंतु तू निर्भय रे बुलो अछु। नाई माँ मु कौन पई निर्भय रे बुलिबी। मु सकालु उठी घरे सबु काम सारी एबे पोखरी को जाई गाधोई के आसिली। आउ एहा छडा मु किछि भूल नाही माँ। ओह एटी बापा पई प्रेम उछुली पडुछि। मु ए घरे बाहा होई बड़ भूल करूछि, जहार फलाफल तो परी जणे बाजा झियो को पाइछि। ए देख मो झियो केते सुंदर आउ केते संस्कारी, आउ तो परी झियो छी को कार्य को नुह। माँ आपण मते जहा भी कहबे कुहंतु, किंतु मो बापा को किछि भी कुहंतुनी माँ। हाँ हो ताहले मो झियो को बहुत भोक होतिबो, जल्दी घर भीतर को जाई झियो पई खाइबा बाज। साबत माँ को अत्याचार गायत्री को बहुत आघात देउथिला, आउ ताहा सबु पाखरे थिबा सुआ सबु देखुथाए। आउ सेतबेले
ଶୁଆ ପାଖ ଗଛରେ ଯାଇ ବସିଯାଏ ଓ ଗାୟତ୍ରୀ ଘର ଭିତରକୁ ଚାଲିଯାଏ। ଗାୟତ୍ରୀ ଭୋକିଲା ଥାଇ ମଧ୍ୟ ତା ସାବତ ମାର ଝିଅ ପାଇଁ ଖାଇବା ଆଣିବାକୁ ରୋଷେଇ ଘରକୁ ଯାଏ। ଆଉ ସେ ସେପଟେ ଗାୟତ୍ରୀର ସାବତ ମା ଓ ଝିଅ ଏମିତି ବସିଥାନ୍ତି ଆଉ ଗାୟତ୍ରୀ ତା ଭଉଣୀ ପାଇଁ ଖାଇବା ନେଇ ଆସେ। ଏ ଖାଇନେ ଝିଅ ମେନକା, ମୁଁ ଏବେ ମୋ ରୁମକୁ ଯାଉଛି ମା। ଗାୟତ୍ରୀ ମେନକାକୁ ଖାଇବାକୁ ଦେଇ ତା ରୁମକୁ ଚାଲିଯାଏ ଆଉ ମେନକା ଖାଦ୍ୟ ଖାଇବାକୁ ଲାଗେ। ଆଉ ସେପଟେ ଗାୟତ୍ରୀ ରୋଷେଇ ଘରୁ ଖାଇବା ନେଇ ତା ରୁମକୁ ଯାଏ ଆଉ ଘର ବାହାରକୁ ଯାଇ ଶୁଆଟିକୁ ପାଖକୁ ଡାକେ। ଆଉ ସେତେବେଳେ ଶୁଆଟି ସେମିତି ଗଛ ଉପରେ ବସିଥାଏ ଆଉ ଗାୟତ୍ରୀ ଶୁଆଟିକୁ ଦେଖେ ଓ କହେ, ତଳକୁ ଆସ ଶୁଆ ମା, ଆମେ ମିଶିକି ଭୋଜନ କରିବା। ତୁମେ ଯାଇ ଭୋଜନ କର ଗାୟତ୍ରୀ, ମୁଁ ଏବେ ଭୋଜନ କରିବି ନାହିଁ। ତୁମେ ଯାଅ ଭୋଜନ କର। ନାହିଁ ଶୁଆ ମା, ଯଦି ତୁମେ ମୋ ସହ ନ ଆସିବ ତାହେଲେ ମୁଁ ବି ଭୋଜନ କରିବି ନାହିଁ। ହଁ ହଉ, ତାହେଲେ ଚାଲ ମିଶିକି ଭୋଜନ କରିବା। ସେମାନେ ଏହିପରି ଭାବେ ଯୁକ୍ତି ତର୍କ କରି ଭୋଜନ କରିବାକୁ ଗଲେ। ଗାୟତ୍ରୀ, ତୁମେ କଣ ପାଇଁ ମନ ଦୁଃଖ କରୁଛ? ଖାଇନିଅ, ତୁମକୁ ଭୋକ ହଉଥିବ। ହଁ ହଉ ଶୁଆ ମା, ତୁମେ ବି ଖାଅ। ସେମାନେ ଦୁହେଁ ଏହିପରି କଥା ବାର୍ତ୍ତା ହୋଇ ଖାଇବାକୁ ଲାଗିଲେ। ଆଉ ସେହି ସମୟରେ ଗାୟତ୍ରୀର ସାବତ ମା ସେଠାକୁ ଆସେ ଆଉ କହେ, ଆଲୋ, ତୁ ଗୋଟେ ଶୁଆକୁ ଆଣି ସାଙ୍ଗରେ ଖୁଆଉଛୁ। ଏଠି ଆମକୁ ଭଲସେ ଖାଇବାକୁ ନ ମିଳୁ, କିନ୍ତୁ ତୋର ପକ୍ଷୀ ପଶୁମାନଙ୍କୁ ପ୍ରେମ ଉଛୁଳି ପଡୁଛି। ମା, ଆପଣ ଏମିତି କଣ କହୁଛନ୍ତି? ଏ ତ ଗୋଟେ ଶୁଆ, ଏ କେତେ ଭାତ ଖାଇଦବ ଯେ ଆପଣ ଏମିତି କହୁଛନ୍ତି? ଆଲୋ, ତୁ କଣ ଜାଣିବୁ? ଘରେ ବସି ଅନ୍ନ ଧ୍ୱଂସ କରୁଛୁ ନା, ତତେ କେମିତି ଜଣା ପଡିବ? ମା, ମୁଁ ଘରେ ବସି ଅନ୍ନ ଧ୍ୱଂସ କରୁନାହିଁ। ମୁଁ ସକାଳୁ ଉଠି ଘରର ସବୁ କାମ କରୁଛି। ଆଉ ସେମିତିରେ ଆପଣ କଣ କରୁଛନ୍ତି? ସବୁ ମୋ ବାପା କରୁଛନ୍ତି। ହେଲେ ମୋ ମା ଚାଲିଯିବା ପରଠାରୁ ମୋ ବାପା ତୁମକୁ ବିବାହ କଲେ, କିନ୍ତୁ ତୁମେ ମୋ ବାପାଙ୍କୁ ଖୁସି ଦେବା ବଦଳରେ ଘରେ ଅଶାନ୍ତି କରୁଛ। କଣ ମତେ ଜବାବ ଦଉଛୁ? ଜଲ୍ଦି ଏ ଘରୁ ବାହାର, ନହେଲେ ମୁଁ ଏ ଘରୁ ଚାଲିଯିବି। ମା, ମୁଁ ଭାବି ନଥିଲି ଆପଣ ମତେ ଏମିତି କହିବେ ବୋଲି। ମୁଁ ମୋ ମାଙ୍କୁ ହରାଇ ତୁମକୁ ମା ରୂପରେ ପାଇଥିଲି, କିନ୍ତୁ ତୁମେ ମତେ ଘରୁ ବାହାର କରିଦଉଛ। ମା, ମୁଁ ଯଦି ଏ ଘରୁ ଚାଲିଗଲେ ତୁମେ ଖୁସି ହେବ, ତାହେଲେ ମୁଁ ଚାଲି ଯାଉଛି। ମା, ମୋ ବାପାଙ୍କ ଧ୍ୟାନ ରଖିବ। ଗାୟତ୍ରୀ ତା ସାବତ ମାଙ୍କୁ ନିଜ ବାପାଙ୍କ ଯତ୍ନ ନେବ କହି କାନ୍ଦି କାନ୍ଦି ଶୁଆ ସହ ଘର ଛାଡ଼ି ସେଠୁ ଚାଲିଯାଏ। ଆଉ ସେପଟେ ଗାୟତ୍ରୀର ବାପା କାମ ସାରି ଘରକୁ ଫେରନ୍ତି। ବୁଝିଲ ମୋହିନୀ, ଆଜି ବହୁତ କାମ ଅଛି, ମତେ ଖାଇବାକୁ ଦିଅ। ମୁଁ ଖାଇସାରି ପୁଣି ଥରେ କାମକୁ ଯିବାର ଅଛି। ଆଉ ଜମିଦାର ସାଉକାରେ କହିଲେ ଆସନ୍ତା ମାସଠାରୁ ମତେ ଅଧିକ ଟଙ୍କା ଦେବେ। ହଁ ହଉ, ତୁମେ ହାତ ଧୋଇ ଏଠି ବସ, ମୁଁ ତୁମ ପାଇଁ ଖାଇବା ଆଣୁଛି। ଗାୟତ୍ରୀର ବାପା ଗୋବିନ୍ଦ ହାତ ଧୋଇ ଖାଇବାକୁ ବସେ ଓ ଗାୟତ୍ରୀର ସାବତ ମା ତାଙ୍କୁ ଖାଇବାକୁ ଦିଏ। ଗୋବିନ୍ଦ କାମ କରି ବହୁତ ଭୋକିଲା ଥିଲା, ସେଥିପାଇଁ ତରବର ହୋଇ ଖାଇବା ଖାଇ ପୁଣି କାମ କରିବାକୁ ଯିବାକୁ ଲାଗେ। ଆରେ ମୁଁ ତ ସମସ୍ତଙ୍କୁ ଘରେ ଦେଖିଲି, ହେଲେ ମୋ ଝିଅ ଗାୟତ୍ରୀ କୁଆରେ ଗଲା? ମୁଁ ତ ତାକୁ ଦେଖିପାରିଲି ନାହିଁ। ମୁଁ ଯାଉଛି ମୋ ଝିଅ ଗାୟତ୍ରୀକୁ ଦେଖି ଆସିବି। ଯଦି ତା ଦେହ ଖରାପ ଥାଏ ତାହେଲେ ନାହିଁ,
ମତେ ଗାୟତ୍ରୀକୁ ଥରେ ଦେଖି ଆସିବାକୁ ହବ। ଗୋବିନ୍ଦ ଏମିତି କହି ଗାୟତ୍ରୀ ପାଖକୁ ଯାଏ। ଆଉ ଦେଖେ ଗାୟତ୍ରୀ ସେଠି ନଥାଏ। ଆଉ ସେ ମୋହିନୀ ପାଖକୁ ଯାଏ। କଣ ହେଲା? ତୁମେ କଣ ପାଇଁ ପୁଣି ଫେରି ଆସିଲ? ମୋହିନୀ, ଆମ ଝିଅ ଗାୟତ୍ରୀ କୁଆଡ଼େ ଗଲା? ମୁଁ ସବୁଆଡ଼େ ଖୋଜିଲି ହେଲେ ସେ କୋଉଠି ବି ନାହିଁ। କୁଆଡ଼େ ଗଲା ସେ? ମୁଁ ତାକୁ ଘରୁ ବାହାର କରିଦେଇଛି। ତୁମେ ଏକନ କଲ ମୋହିନୀ? ତୁମେ ଏମିତି କାହିଁକି କଲ? କାରଣ ସେ ମୋତେ ଜବାବ ଦେଲା, ସେଥିପାଇଁ ମୁଁ ତାକୁ ଘରୁ ବାହାର କରିଦେଲି। ଗୋବିନ୍ଦ ମୋହିନୀ ପାଟିରୁ ତାହା ଶୁଣି ବହୁତ ରାଗିଯାଏ ଓ ବାହାରକୁ ଯାଇ ଗାୟତ୍ରୀକୁ ବହୁତ ଖୋଜିବାକୁ ଲାଗେ। ଆଉ ଶେଷରେ ଗାୟତ୍ରୀକୁ ନ ପାଇ ନିରାଶ ହୋଇ ଘରକୁ ଫେରିଯାଏ। ଆଉ ସେପଟେ ଗାୟତ୍ରୀ ଓ ଶୁଆ ଜଙ୍ଗଲ ଭିତରକୁ ଯାଉଥାନ୍ତି। ମତେ କ୍ଷମା କରିଦେବ ବାପା, ମୁଁ ଆପଣଙ୍କୁ ନ ଜଣାଇ ଘର ଛାଡ଼ି ଚାଲି ଆସିଲି। ତୁମେ କାନ୍ଦ ନାହିଁ ଗାୟତ୍ରୀ, ଟିକେ ଧରେ ଧର, ସବୁ ଠିକ ହେଇଯିବ। ଆଉ ତୁମେ କାନ୍ଦ ନାହିଁ ଗାୟତ୍ରୀ, ସନ୍ଧ୍ୟା ହେଇଯିବ। ଚାଲ ତୁମ ପାଇଁ ଏକ ଘର ବନେଇବାକୁ ହବ, ନଚେତ ରାତ୍ରି ହୋଇଗଲେ ବହୁତ ଅସୁବିଧା ହେବ। ଗାୟତ୍ରୀ ଶୁଆର କଥା ଶୁଣି କିଛି ଭାବିବାକୁ ଲାଗେ ଓ ଦୁହେଁ ଜଙ୍ଗଲ ଭିତରକୁ ଗଲେ। କୁଆଡେ ଯାଉଛ ଶୁଆ ଭଉଣୀ? ଆଉ ଏ ମନୁଷ୍ୟ ଝିଅଟି କିଏ? ଇଏ ହଉଛି ଗାୟତ୍ରୀ। ମୁଁ ୟାଙ୍କ ଘରେ ଛୋଟ ସମୟରେ ରହୁଥିଲି, ଆଉ ଏ କିଛି କାରଣରୁ ଏଠାକୁ ଆସିଯାଇଛି। ଆଉ ଆଜିଠାରୁ ସେ ଏହି ଜଙ୍ଗଲରେ ରହିବ। ହେଲେ ଜଙ୍ଗଲରେ ବହୁତ ହିଂସ୍ର ଜନ୍ତୁ ରହୁଛନ୍ତି, ହେଲେ ଏ କେମିତି ରହିବ? ଆମ ପରି ଯଦି ଏ ଝିଅ ବାହାରେ ବୁଲିବ ତାହେଲେ ବହୁତ ଅସୁବିଧା ହେଇପାରେ। ହଁ ଠେକୁଆ, ତୁମେ ସତ କହିଲ। ସେଥିପାଇଁ ତ ଆମେ ସେପଟ ଜଙ୍ଗଲକୁ ଯାଉଛୁ। ଆମେ ସେଠି ଏକ ଘର ବନେଇବୁ, ଯାହା ଦ୍ୱାରା ହିଂସ୍ର ପଶୁମାନେ ଆମକୁ କିଛି ବି କ୍ଷତି ପହଞ୍ଚାଇ ପାରିବ ନାହିଁ। ହେଲେ ତୁମେମାନେ ନୂଆ ଘର ବନେଇବା କିଛି ଦରକାର ନାହିଁ। ମୁଁ ଗୋଟିଏ ଘର ଦେଖିଛି, ସେଠି କିଛି ଦିନ ଆଗରୁ ମନୁଷ୍ୟମାନେ ଆସି ରହୁଥିଲେ, ଆଉ ହଠାତ୍ କିଛି ଦିନ ତଳେ ସେମାନେ ସେଠୁ ଚାଲିଗଲେ। ଆଉ ସେହି ଘର ସେମିତି ହିଁ ଅଛି, ତୁମେ ଚାହିଁଲେ ରହିପାରିବ। ଶୁଆ ଓ ଗାୟତ୍ରୀ ଠେକୁଆ ପାଟିରୁ ତାହା ଶୁଣି ବହୁତ ଖୁସି ହେଇଗଲେ। ଆଉ ସେମାନେ ଜଙ୍ଗଲରେ ଥିବା ଘରକୁ ଯିବାକୁ ଲାଗିଲେ। ଆରେ ମୁଁ ତ ଭାବିଥିଲି ଜଙ୍ଗଲ ଭିତରେ କେମିତିକା ଘର ହେଇଥିବ, ଆଉ ସେଠି ରହିହେବ କି ନାହିଁ। କିନ୍ତୁ ଏହି ସ୍ଥାନ ଅତି ବହୁତ ସୁନ୍ଦର ଓ ଏହି ପୋଖରୀ ବି ଅତି ସୁନ୍ଦର ଲାଗୁଛି। ହଁ, ସେଥିପାଇଁ ତ ମୁଁ ତୁମ ଦୁଇକୁ ଏଠାରେ ରହିବାକୁ କହୁଛି। ହଁ ହଉ, ଚାଲ ଘର ଭିତରକୁ ଯାଇ ଦେଖିବା। ସେମାନେ ଏମିତି କହି ସମସ୍ତେ ସେଇ ଘର ଭିତରକୁ ଗଲେ। ଆରେ ମୁଁ ତ ଭାବୁଥିଲି ଏ ଘର ପୁରା ଆସନା ହୋଇ ପଡ଼ିଥିବ, କିନ୍ତୁ ଏଠି ତ ବହୁତ ସଫା ଓ ନିର୍ମଳ ଅଛି। ଆଉ ଖାଇବା ଦ୍ରବ୍ୟ ସବୁ ବି ଏଠି ଅଛି। ତାହେଲେ ମୁଁ ଏଠି ରହିଲେ ମତେ କିଛି ଅସୁବିଧା ହେବ ନାହିଁ। ହଁ ଝିଅ ଗାୟତ୍ରୀ, ସେଥିପାଇଁ ତ ତୁମ ଅଦୁହିକୁ କହିଲି, ଏଠି ଜଣେ ମନୁଷ୍ୟକୁ ସବୁଦିନ ସକାଳୁ ସକାଳୁ ଏ ଘରୁ ବାହାରି ଯିବାର ଦେଖୁଥିଲି, କିନ୍ତୁ କିଛି ଦିନ ହବ ମୁଁ ସେ ମନୁଷ୍ୟକୁ ଦେଖୁନାହିଁ। ମତେ ଲାଗୁଛି ସେଠୁ ଚାଲି ଯାଇଛି। ହଁ ହଉ ଠେକୁଆ ମିତ୍ର, ଆପଣଙ୍କ ଯୋଗୁଁ ଆମେ ଏହି ଘର ରହିବା ପାଇଁ ପାଇଲୁ। ଆପଣଙ୍କୁ ବହୁତ ଧନ୍ୟବାଦ। ହଁ ହଉ, ତାହେଲେ ମୁଁ ଏବେ ଆସୁଛି, ତୁମର ଧ୍ୟାନ ରଖିବ।
ଫେକୁଆ ଏମିତି କହି ସେଠାରୁ ଚାଲିଯାଏ। ଆଉ ଏମିତି କିଛି ସମୟ ପରେ ରାତ୍ରି ହୁଏ। ଆଉ ସେତେବେଳେ ସେହି ଜଙ୍ଗଲ ଘରକୁ ଗୋଟେ ଭାଲୁ ଆସେ। ସେ ଦେଖିବାକୁ ବହୁତ ଆଶ୍ଚର୍ଯ୍ୟ ଦିଶୁଥିଲା। ଆଉ ସେ ଘର ଭିତରକୁ ଗଲା ଓ ଦେଖିଲା ସେତେବେଳେ ଗାୟତ୍ରୀ ଶୋଇଥିଲା, କିନ୍ତୁ ଶୁଆ ନଥିଲା। ଭାଲୁଟି ସେଠି ଶୋଇଯାଏ। ଆଉ କିଛି ସମୟ ପରେ ସକାଳ ହୁଏ। ଆଉ ଶୁଆ ସେଠାକୁ ଉଡ଼ି ଉଡ଼ି ଆସେ ଆଉ ଘର ଭିତରକୁ ଯିବାକୁ ଲାଗେ। ଆଉ ଘର ଭିତରେ ଦେଖେ ଗାୟତ୍ରୀ ଖଟ ଉପରେ ଶୋଇଛି ଓ ଆଉ ଜଣେ ଅଜଣା ଲୋକ ତଳେ ଶୋଇଥିଲା। ତାହା ସବୁ ଦେଖି ଶୁଆଟି ଗାୟତ୍ରୀକୁ ନିଦରୁ ଉଠେଇବାକୁ ଲାଗେ। ଗାୟତ୍ରୀ ଗାୟତ୍ରୀ ନିଦରୁ ଜଲ୍ଦି ଉଠ, ଏ ଦେଖ ପାଖରେ କିଏ ଜଣେ ଶୋଇଛି। ଶୁଆର ଚିତ୍କାରରେ ଦୁହେଁ ନିଦରୁ ଉଠିଯାନ୍ତି। ଆଉ ଗାୟତ୍ରୀ କହେ, ତୁମେ କିଏ ଆଉ ଏଠାକୁ କାହିଁକି ଆସିଛ? ମୁଁ ତ ଭାବୁଥିଲି ତୁମେ ଜଣେ ମନୁଷ୍ୟ, ହେଲେ ତୁମେ ଜଣେ ଭାଲୁ। ହଁ, ମୁଁ ଜଣେ ମନୁଷ୍ୟ ଆଉ ଏହି ରାଜ୍ୟର ରାଜକୁମାର। ହେଲେ ତୁମେ ଭାଲୁ କେମିତି ହେଲ ଆଉ ଏଠାକୁ କେମିତି ଆସିଲ? ମୁଁ ହିଁ ଏଠାରେ ରହେ। ଆମ ରାଜ୍ୟର ପ୍ରଜାମାନେ ହିଁ ଏହି ଘର ମୋ ପାଇଁ ପ୍ରସ୍ତୁତ କରିଛନ୍ତି ଆଉ ସେବେଠାରୁ ଏଠି ରହି ଆସୁଛି। ଆଉ ମୁଁ ଅଜାଣତେ ଶିକାର କରିବା ସମୟରେ ଜଣେ ତପସ୍ୟାରେ ବସିଥିବା ବାବାଙ୍କୁ ତୀରରେ ପ୍ରହାର କରି ଦେଇଥିଲି। ସେଥିପାଇଁ ସେ ରାଗିଯାଇ ମୋତେ ଅଭିଶାପ ଦେଇ ଭାଲୁ ବନେଇ ଦେଇଛନ୍ତି। ଓ ତାହେଲେ ଏମିତି କଥା। ଆପଣଙ୍କ ଘରେ ଆମେ ଆସିଅଛୁ। ଆପଣ ଆମକୁ ଭୁଲ ଭାବିବେ ନାହିଁ ଭାଲୁ ମହାଶୟ। ନାହିଁ ନାହିଁ, ସେମିତି କିଛି କଥା ନାହିଁ। ତୁମେ ଯେତେ ଦିନ ଚାହିଁବ ଏଠି ରହିପାରିବ। ହେଲେ ଆପଣ ଏହି ଜଙ୍ଗଲରେ ରହିବାକୁ କାହିଁକି ଆସିଛନ୍ତି? ଆପଣଙ୍କର କିଛି ଅସୁବିଧା ଅଛି କି ଗାଁରେ ରହିଲେ? ଗାୟତ୍ରୀ ଭାଲୁପାଟିରୁ ତାହା ଶୁଣି ବହୁତ ମନ ଦୁଃଖ କରେ ଆଉ ସବୁ କଥା ଭାଲୁକୁ କହିବାକୁ ଲାଗେ। ଭାଲୁ ଗାୟତ୍ରୀ ପାଟିରୁ ତାହା ସବୁ ଶୁଣି ବହୁତ ଦୁଃଖ ମନେ କରେ ଆଉ କହେ, ତୁମ କଥା ଶୁଣିଲେ ଲାଗୁଛି ତୁମ ମାଙ୍କୁ ହରାଇବା ପରଠାରୁ ତୁମେ ବହୁତ ଦୁଃଖ କଷ୍ଟ ସହିଛ। ହେଲେ ତୁମକୁ ଗୋଟେ କଥା କହିବି, ତୁମେ ମୋ କଥା ରଖିବ କି ଗାୟତ୍ରୀ? କଣ କହିବାକୁ ଚାହୁଁଛ କୁହ ଭାଲୁ ରାଜକୁମାର। ମୁଁ କିଛି ବି ଖରାପ ଭାବିବି ନାହିଁ ତୁମକୁ। ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି ଆଉ ଆମ ରାଜ୍ୟରେ ମୋ ରାଣୀ କରି ରଖିବାକୁ ଚାହୁଁଛି, ଯାହାଦ୍ୱାରା ତୁମକୁ ଏହି ଜଙ୍ଗଲରେ ଆଉ ରହିବାକୁ ପଡ଼ିବ ନାହିଁ। ମୁଁ ଆପଣଙ୍କୁ ବିବାହ କରିବାକୁ ରାଜି ଅଛି, ହେଲେ ଆପଣ ଭାଲୁର ମନୁଷ୍ୟ କେମିତି ହେଇପାରିବେ? ମୋତେ କିଛି ଉପାୟ କୁହନ୍ତୁ ରାଜକୁମାର। ଆଉ କିଛି ସମୟ ପରେ ବାହାରେ ଥିବା ପୋଖରୀକୁ ସେହି ସାଧୁ ବାବା ସ୍ନାନ କରିବାକୁ ଆସିବେ। ତୁମେ ତାଙ୍କଠାରୁ ସବୁ ପ୍ରଶ୍ନର ଉତ୍ତର ପାଇଯିବ। ହଁ ହଉ, ତାହେଲେ ମୁଁ ବି ଏହି ପୋଖରୀରୁ ସ୍ନାନ କରି ଆସୁଛି। ଚାଲ ସୁଆମା, ଆମେ ମିଶିକି ଗାଧୋଇବା। ଗାୟତ୍ରୀ ଏମିତି କହି ସେହି ପୋଖରୀକୁ ଶୁଆ ମା ସହ ଗାଧୋଇବାକୁ ଯାଏ। ସେମାନେ ଗାଧୋଇବା ସମୟରେ ସେଠାକୁ ସେହି ସାଧୁ ବାବା ଆସନ୍ତି। ଆରେ ଏ ଝିଅ କିଏ ଆଉ ଏଠାକୁ କେମିତି ଆସିଲା? ଆଉ ମୁଁ ଅଭିଶାପ ଦେଇଥିବା ଭାଲୁ ରାଜକୁମାର କୁଆଡ଼େ ଗଲା? ଗାୟତ୍ରୀ ତୁମେ ଦେଖ, ତୁମ ପଛରେ ଜଣେ ଲୋକ ଠିଆ ହୋଇଛି। ଆମେ ଗାଧୋଇବା ସମୟରେ ସେ ଆମକୁ ଦେଖୁଛି। ଶୁଆର ପାଟିରୁ ତାହା ଶୁଣି ଗାୟତ୍ରୀ ପଛକୁ ବୁଲି ଦେଖେ ଜଣେ ସାଧୁ କଳା ବସ୍ତ୍ର ପିନ୍ଧି ଠିଆ ହୋଇଥିଲା। ତାଙ୍କୁ ଦେଖି ଗାୟତ୍ରୀ ବହୁତ ରାଗିଯାଏ ଆଉ କହେ, ତୁମେ କିଏ ଆଉ ଆମେ ସ୍ନାନ କରିବା ସମୟରେ କାହିଁକି ଏଠାକୁ ଆସି ଆମକୁ ମନ୍ଦ ଉଦ୍ଦେଶ୍ୟରେ ଲୁଚି ଦେଖୁଛନ୍ତି? ଆପଣ କଣ ଜାଣିପାରୁନାହାନ୍ତି ମୁଁ ଜଣେ ଝିଅ? ତୁମେ କ୍ରୋଧ କର ନାହିଁ ଝିଅ, ମୁଁ ଜଣେ ସାଧୁ ଓ ଏହି ଜଙ୍ଗଲରେ ରହେ। ମୁଁ ଏଠାକୁ ସ୍ନାନ କରିବାକୁ ଆସିଥିଲି। ମୋର କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ। ଆଉ ସେମିତିରେ ତୁମେ ମୋ ଝିଅ ପରି ହେବ। ମୁଁ କେବେ ବି ତୁମକୁ ପାପ ଦୃଷ୍ଟିରେ ଦେଖିପାରିବି ନାହିଁ। ସାଧୁ ଓ ଗାୟତ୍ରୀ ଏମିତି କଥା ହେବା ସମୟରେ ସେ ଘର ଭିତରୁ ଭାଲୁ ରାଜକୁମାର ବାହାରକୁ ଆସେ ଆଉ କହେ, ସାଧୁ ବାବା, ମୋତେ ପୁଣି ଥରେ ମନୁଷ୍ୟ କରିଦିଅନ୍ତୁ ବାବା। ଆପଣ ମୋତେ କ୍ଷମା କରନ୍ତୁ ବାବା।
ହଁ ବାବା, ୟାଙ୍କୁ କ୍ଷମା କରିଦିଅନ୍ତୁ ବାବା। ମୁଁ ତାଙ୍କୁ ଭଲ ପାଏ ଆଉ ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ। ଆପଣ ଦୟାକରି ତାଙ୍କୁ ପୁଣି ଥରେ ମନୁଷ୍ୟ କରିଦିଅନ୍ତୁ ବାବା। ନାହିଁ ଝିଅ, ମୁଁ ଦେଇଥିବା ଅଭିଶାପ ଆଉ ଫେରସ୍ତ ହେବ ନାହିଁ। କିନ୍ତୁ ଭାଲୁରୁ ମନୁଷ୍ୟ ହେବା ପାଇଁ ଗୋଟିଏ ମାତ୍ର ରାସ୍ତା ଅଛି। ହଁ ହଉ ବାବା, ଭାଲୁରୁ ମନୁଷ୍ୟ ହେବା ପାଇଁ ଆମକୁ କ'ଣ କରିବାକୁ ହେବ କୁହନ୍ତୁ? ଝିଅ, ତୁମେ ଯଦି ଭାଲୁକୁ ବିବାହ କରିବ ତାହେଲେ ସେ ଏହି ଅଭିଶାପରୁ ମୁକ୍ତି ପାଇପାରିବ। ହଁ ହଉ ବାବା, ଠିକ୍ ଅଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସାଧୁ ବାବାଙ୍କ ପାଟିରୁ ତାହା ଶୁଣି ସେମାନେ ରାଜ୍ୟକୁ ଯିବାକୁ ଲାଗନ୍ତି। ଆଉ ଗାୟତ୍ରୀ ଚାଲି ଚାଲି ବହୁତ ଥକିଯାଏ। ଆଉ ଭାଲୁକୁ କହେ, ଭାଲୁ ରାଜକୁମାର, ମୁଁ ଆଉ ଚାଲି ଯାଇପାରିବି ନାହିଁ। ମତେ ବହୁତ ଦୁର୍ବଳ ଲାଗୁଛି। ତାହେଲେ ତୁମେ ରାଜମହଲ ପର୍ଯ୍ୟନ୍ତ କେମିତି ଯିବ? ଗାୟତ୍ରୀ, ତୁମେ ଏଠି କିଛି ସମୟ ବିଶ୍ରାମ ନିଅ, ତାପରେ ଆମେ ରାଜମହଲ ଯିବା। ନାହିଁ ନାହିଁ, ଆମେ ଯଦି ଏଠି ବିଶ୍ରାମ କରିବା ତାହେଲେ ଆମକୁ ରାଜମହଲକୁ ଯିବାରେ ବହୁତ ବିଳମ୍ବ ହେଇଯିବ। ତୁମେ ଗୋଟେ କାମ କର ଗାୟତ୍ରୀ, ତୁମେ ମୋ କାନ୍ଧ ଉପରେ ବସିଯାଅ। ନା ନା ରାଜକୁମାର, ମୁଁ ଆପଣଙ୍କ କାନ୍ଧରେ ବସିପାରିବି ନାହିଁ। ମୁଁ ଆପଣଙ୍କୁ କଷ୍ଟ ଦେବାକୁ ନାହିଁ। ମତେ ଭାରି ଭୟ ଲାଗୁଛି। ତୁମେ ଭୟ କର ନାହିଁ ଗାୟତ୍ରୀ, ତୁମେ ମୋ କାନ୍ଧ ଉପରେ ବସିଯାଅ। ଗାୟତ୍ରୀ ମନା କରିବା ପରେ ମଧ୍ୟ ଭାଲୁ କାନ୍ଧ ଉପରେ ବସିବାକୁ କହିବାରୁ ଗାୟତ୍ରୀ ଭାଲୁ ରାଜକୁମାରଙ୍କ କାନ୍ଧରେ ବସିଯାଏ ଓ ସମସ୍ତେ ରାଜମହଲ ଯିବାକୁ ଲାଗିଲେ। ଆଉ ଏହିପରି ଭାବେ ସମସ୍ତେ ରାଜମହଲରେ ଯାଇ ପହଞ୍ଚିଲେ। ଆଉ ସେଠି ରାଜା, ଭାଲୁ ରାଜକୁମାର ଓ ଗାୟତ୍ରୀକୁ ଦେଖି ବହୁତ ଖୁସି ହେଇଗଲେ। ଆଉ ରାଜକୁମାର ସହ ଗାୟତ୍ରୀକୁ ବିବାହ କରାଇଲେ। ଆଉ ସେହି ଦିନ ରାତ୍ରିରେ ଗାୟତ୍ରୀ ଓ ଭାଲୁ ରାଜକୁମାର ଶୋଇଥାନ୍ତି। ଆଉ ସେତେବେଳେ କିଛି ଚମତ୍କାର ହେଲା। ଆଉ ରାଜକୁମାର ଭାଲୁ ରୂପରୁ ମୁକ୍ତି ପାଇ ମନୁଷ୍ୟ ରୂପରେ ପରିଣତ ହେଲେ। ଆଉ ପରେ ସକାଳ ହୁଏ। ରାଜା ଓ ରାଣୀ ରାଜକୁମାରକୁ ମନୁଷ୍ୟ ରୂପରେ ଦେଖିକି ବହୁତ ଖୁସି ହୁଅନ୍ତି। ଆଉ ପରେ ରାଜକୁମାର ଓ ଗାୟତ୍ରୀ ତାଙ୍କ ଘରକୁ ଗଲେ। ଆଉ ସମସ୍ତେ ଗାୟତ୍ରୀକୁ ରାଣୀ ଭେଷରେ ଦେଖି ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ଗାୟତ୍ରୀ ତା ବାପାଙ୍କୁ ଦେଖି ବହୁତ ଖୁସି ହୋଇଯାଏ ଓ ଗାୟତ୍ରୀର ସାବତ ମା ଓ ଭଉଣୀ ବହୁତ ଅନୁତାପ କରନ୍ତି। ପରେ ଗାୟତ୍ରୀ ଓ ରାଜକୁମାର ରାଜମହଲ ଫେରିଗଲେ ଓ ଖୁସିରେ ରହିବାକୁ ଲାଗିଲେ।